ଆପଣମାନେ ଭାବୁଥିବେ ଇଏ ଏମିତି ବେଶ ନେଇ କୁଆଡ଼େ ଯାଉଛି। ଯେହେତୁ ଶ୍ରାବଣ ମାସ ଥିଲା ଚୁଟି ଦାଢ଼ି ଜମା କାଟି ହେଉନଥିଲା, ଯେଉଁଥିପାଇଁ କି ଚୁଟି ଏଡ଼େ ଏଡ଼େ ବଢ଼ିଗଲେ। ଫାଷ୍ଟ ଯିବା ଚୁଟି କାଟିବା ଆଉ ତାପରେ ଯୁଆଡ଼େ ଯିବା। ବାହାରକୁ ଆସିଲା ବେଳୁ ଦେଖେ ତ ଖରା ଏତେ ଜୋରେ ମାରୁଛି, ପୁରା ଦେହକୁ ପୁରା ଜାଳି ଦେଉଛି। ବାପରେ ବାପ, ସକାଳୁ ସକାଳୁ ଏତେ ଟାଣ ଖରା ସୀମା ବାହାରେ। ତାପରେ ଖରାକୁ ଖାତିର ନ କରି ମୁଁ ଚାଲିଲି ଚୁଟି କାଟିବା ପାଇଁ। ତ ଦେଖିପାରୁଥିବେ ଚାଲି ଚାଲି ଆସି ପହଞ୍ଚିଗଲି ଭାଇଙ୍କ ସେଲୁନ୍ ପାଖରେ। ଭାଇଙ୍କ ସେଲୁନ୍ ଆମ ସାଥୀ ଭଉଣୀ ମାଆଙ୍କ ଜଷ୍ଟ ଆଗକୁ ପଡ଼ିବ। ତ ବୁଧବାର ହୋଇଥିଲା, ବହୁତ ସାରା ଲୋକ ଚୁଟି କାଟିବାକୁ ଆସିଥିଲେ। ଚୁଟି କାଟିବା ପୂର୍ବରୁ ମୋର ଲୁକ୍ କିଛି ଏମିତି ଥିଲା, ଆଉ କାଟିଲା ପରେ ପୁରା ସବୁ ଚାଲିଗଲା ରେ ଭାଇ। ଚୁଟି କଟା ସରିଲା ପରେ ମୁଁ ଯାଇଥିଲି ମୋ ରୁମ୍କୁ ଆସି ଦେଖେ ତ ସୂର୍ଯ୍ୟ କିରଣ ଆମ ଘର ଭିତରେ ପଡ଼ୁଛି। ଆରେ ଆରେ ଏମିତି କେମିତି ହେଲା? ଦେଖିଲା ବେଳକୁ ଛାତରେ ପୁରା କଣା ହେଇଗଲେ, ମାନେ ଚାଳରେ ସୂର୍ଯ୍ୟ କିରଣ ସେଇ ବାଟେ ପାସ୍ କରି ଆସି ମୋ ଚାଦର ଉପରେ ପଡ଼ୁଛି। ହଉ ହଉ ଯାହା ତ ହେଲା ହେଲା, ଏବେ ଚାଲ ଯିବା ଆଗକୁ। ଆଗକୁ ଆସି ଦେଖେ ତ ଦୁଇ ଶୁଆଶରୀ ବସି ଗାଧୋଉଛନ୍ତି। ଆଉ ଏ ସୁନ୍ଦର ଦୃଶ୍ୟ ମୁଁ ମୋ ଭିଡ଼ିଓ କ୍ୟାମେରାରେ କଏଦ କରିଦେଲି। ଏବେ ସମୟ ହେଇଛି ବିଦାୟ ନେବାର। ମୋ ଭିଡ଼ିଓ କେମିତି ଲାଗେ ନିଶ୍ଚୟ ଲାଇକ୍ କମେଣ୍ଟ ସେୟାର କରି ଜଣେଇବେ। ରହୁଛି, ଜୟ ଜଗନ୍ନାଥ, ଟାଟା।